ମୁଣ୍ଡାକୁ ଧନ୍ୟବାଦ। ତା ଭଉଣୀର ବୋଚା ସଡ଼ା ଆଡ଼କୁ ନେଇ ବ୍ୟାଙ୍କ ଆଗରେ ଥୋଇ ଅନଶନରେ ବସିଲା। ସମସ୍ତଙ୍କ ନିଦ ହଜିଗଲା। ପୁଲିସବାଲାଙ୍କର, ଜିଲ୍ଲାପାଳଙ୍କର, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର, ସରକାରଙ୍କର ଟଙ୍କା ନେଇ ତା ଘରେ ଯାଇ ପହଞ୍ଚେ। ଗୁଡ଼ାକ ଦୁଃଖଦାୟକ। ଗୋଟା ଏତେ ଅନ୍ୟାୟ ହେଉଛି ଏ ତଳ ସ୍ତରରେ, ଏତେ ଦୁର୍ନୀତି ହେଉଛି। ନ୍ୟାୟ ପାଉନାହାନ୍ତି ଲୋକ। ଯେଉଁଟା ମରିଗଲା ତା ପଇସା ପାଇଲାନି, ତା ଭାଇ ସେ କଙ୍କାଳକୁ ଆଣିକି ବ୍ୟାଙ୍କ ଆଗରେ ଥୋଇଲା ପରେ ଟଙ୍କା ଦିଆଗଲା। ସମସ୍ତଙ୍କ ନିଦ ହଜିଗଲା। ଦୁଃଖଦାୟକଟା। ଏଭଳିଆ ଘଟଣା ହେବା ଉଚିତ। এটা ওড়িশার নাটা বদনাম হল একদম ওড়িশা না পুরা কলঙ্কিত ହେବ। ଇଆଡ଼େ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆମ କେଉଁଝର ସୁନାର କେଉଁଝର ସୁନା ଛାଉଣି କରିଦେବେ। ସାଡ଼େ ତାଙ୍କ ଗାଁରେ ସେଇ ଆଦିବାସୀ ପରିବାର ମରିଛନ୍ତି, ଅଥଚ ହକ୍ ପାଉନାହାନ୍ତି। ବ୍ୟାଙ୍କ ଆଗରେ ଶବ ଥୋଇକିରି, କଙ୍କାଳ ଥୋଇକିରି ଆଦାୟ କରାଯାଉଛି ଲଜ୍ଜା। স্যার গোটে অভিযোগ হচ্ছে আদিবাসী যদি কিଏ হইরাণ করছে সে হচ্ছে বিজেপি সরকার। ଗୋଟେ ଖବର କାଗଜରେ ବାହାରିଛି। ଖାଲି ଆଦିବାସୀ ନୁହଁ, ହରିଜନଙ୍କ ପ୍ରତି ଅତ୍ୟାଚାର, ଗରିବ ଲୋକଙ୍କ ପ୍ରତି ଅତ୍ୟାଚାର। ଯେଉଁଠି ପାଉଛି ଘର ଭାଙ୍ଗି ଦେଉଛନ୍ତି। ସାମ୍ପୁରେ ଭାଙ୍ଗିଦେଲେ, ଏଠି ଭାଙ୍ଗିଦେଲେ। କ'ଣ ପାଇଁ ସବୁ ଭାଙ୍ଗି ଦେଉଛନ୍ତି? ଅତି ଅନ୍ୟାୟ କରୁଛନ୍ତି। ଥଇଥାନ କରି ଭାଙ୍ଗ। କାହାକୁ ଥଇଥାନ କରିନ ତମେ ଜାଣିଛ? ମୋହନ ମାଝୀ, ତମେ ତମ କେଉଁଝରକୁ ସୁନା ଛାଡ଼ିକି ହୀରା ଲଗେଇ ଦିଅ, ଆମେ ଖୁସି ହେବୁ। ଆମ ଓଡ଼ିଶାର ଗୋଟେ ଜିଲ୍ଲାରେ ହୀରା ଲାଗିଛି। ଆରେ ଲଜ୍ଜା ଲାଗୁନି ତମକୁ? କ'ଣ ରାଜ୍ୟର କି ବିକାଶ ହେଉଛି? ଏ ଆଦିବାସୀ ତ ହତାଶ। ତମରି ଜିଲ୍ଲାରେ ଏଇ ଆଦିବାସୀ ହତାଶ। ଲାଷ୍ଟକୁ ଭଉଣୀର କଙ୍କାଳକୁ ନେଇ ଦେଖେଇକିରି ବ୍ୟାଗରେ ପାଇଲା ତା ପ୍ରାପ୍ୟ। ଲଜ୍ଜା ଲାଗୁଛି। କିଛି କୁଆଡ଼େ ହେଉନି। ତମ କେଉଁଝର ଇଆଡ଼େ ହୀରା ଲଗେଇବ କହୁଛ, ସୁନା ଲଗେଇବ। ଏ ଅବସ୍ଥା ତମରି ଆଦିବାସୀ ପରିବାରରେ। କିଛି ପରିବାର ହୀନସ୍ତା ହେଉଛନ୍ତି, ଦୁଃଖ ଭୋଗୁଛନ୍ତି, ଅଭାବ ଅମେଦାରେ ସରୁଛନ୍ତି। ସମାଜ ଲଜ୍ଜା। ମୁଁ ସବୁଦିନ ଯାଏ ସେ ହାଟ। କିନ୍ତୁ ଗଣ୍ଡଳ କାଲି ଗୋଟେ ହେଇଥିଲା। ମାନେ ଯେଉଁମାନେ କ୍ଷୁଦ୍ର ବ୍ୟବସାୟୀ ଆଜି ପର୍ଯ୍ୟନ୍ତ 40 ବର୍ଷ ହେଲା ଆମମାନଙ୍କୁ ପନିପରିବା, ମାଛ, ମାଂସ ସବୁ ଯୋଗାଉଛନ୍ତି, ସେମାନେ ହକ୍ ତାଙ୍କୁ ଉଠେଇକି ଅନ୍ୟ ଲୋକକୁ ଦିଆଯିବ। ଆମେ ଟଲେଟ୍ କରିବୁନି, ଆମେ ବରଦାସ୍ତ କରିବୁନି। ଏଇନା ମୁଁ ଯାଉଛି ମେୟରଙ୍କ ପାଖକୁ, ଏଇନା ଯିବି ମନ୍ତ୍ରୀଙ୍କ ପାଖକୁ, ଏଇନା ଯିବି କମିଶନର ପାଖକୁ। ସେମାନେ ହକ୍ ପାଇବେ। 40 ବର୍ଷ ହେଲା ଆମକୁ ବଞ୍ଚେଇଛନ୍ତି ସେ ଅଞ୍ଚଳରେ। ଖରା ତରା ବର୍ଷା କାକରରେ ଆଣିକି ପନିପରିବା, ମାଛ, ମାଂସ ଆମେ ସେଇଠୁ କିଣିକି ବଞ୍ଚୁଛୁ। ମୋ ଘରଟା ସେଇ ପାଖରେ। ତାଙ୍କ ପ୍ରତି ଅନ୍ୟାୟ ଯେମିତି ନ କରାଯାଏ। ସେମାନେ ହକ୍ ପାଇବେ। ବଞ୍ଚିକି ବିକ୍ରି କରୁଛନ୍ତି, ବଞ୍ଚିବେ। ତା ବ୍ୟବସ୍ଥା ମ୍ୟୁନିସିପାଲିଟି ସରକାର କରିବା ଉଚିତ। ସ୍ଥାନୀୟ ଅଞ୍ଚଳ ଯିଏ ଅଛନ୍ତି କର୍ପୋରେଟର, ସିଏ ଧମକ ଚମକ ଦେଉଛନ୍ତି। ସେ କହୁଛନ୍ତି ଏଇ ଅଞ୍ଚଳର ଏମାନେ ନୁହନ୍ତି। ଧମକ ଦିଅନ୍ତୁ। ଆମେ ସେ ଗରିବ ସେ କହୁଛନ୍ତି ଯେ ସେ ଏଇ ଅଞ୍ଚଳର ସେ ନା ଇଏ ନୁହନ୍ତି, ଭୋଟର ନୁହନ୍ତି। ଯିଏ କର୍ପୋରେଟର ସେ କହୁଛନ୍ତି ଯେ ଏ ଏଠିକାର ବାସିନ୍ଦା ନୁହେଁ ବୋଲି କହୁଛନ୍ତି। ଭୋଟର କ'ଣ ଦେବେ? ତମ ଘର କେଉଁଠି? ତମ ନିଜ ଘର କେଉଁଠି? ତମେ କେଉଁଠୁ ଆସିଛ? ତମ ଗାଁରେ ତମର ଭୋଟର ରହିବା ଦରକାର। ଖୋଦ ବାସିନ୍ଦା ସେମାନେ କପିଳେଶ୍ୱର। ତମେ ଭଡ଼ାଟିଆ, ତାପରେ ଘର କରିକି ରହିଛ। ଭୁବନେଶ୍ୱର 90 ଭାଗେ ମୁଁ ବି ପ୍ରଥମେ ଭଡ଼ାଟିଆ, ତାପରେ ଘର କରିକି ଆମର ରହିଛୁ 95 ଭାଗେ ଲୋକ ଭୁବନେଶ୍ୱର ସହରରେ। ସେମାନେ ବାସିନ୍ଦା। ତାଙ୍କ ଘର କପିଳେଶ୍ୱର। ସେ ମାଛ ବ୍ୟବହାର କରି ବଞ୍ଚନ୍ତି, ପରିବାର ବେପାର କରି ବଞ୍ଚନ୍ତି। ଶିଶୁପାଳ, ଧଉଳି ଏଇ ପାଖାପାଖି ଲୋକ ସେମାନେ। ତାଙ୍କ ହକ୍କୁ ଆମେ ନିଶ୍ଚୟ ଫାଇଟ୍ କରିବୁ। ସେ ଗରିବ ଲୋକ ଦୋକାନ କରି ବଞ୍ଚିଛନ୍ତି, ଆମକୁ ଖାଦ୍ୟ ଯୋଗାଇକି ଆମେ ତାଙ୍କ ସାଥିରେ ଅଛୁ, ରହିବୁ। କରିଦେଇ ଯାଇଛି ଆମର ବଳକା ରାଜ୍ୟ ଇଲେକ୍ଟ୍ରିରେ। ଭାରତ ବର୍ଷରେ ବଳକା ରାଜ୍ୟ ହେଉଛି ଓଡ଼ିଶା। ଜାନକୀ ପଟ୍ଟନାୟକ ସମୟ, କଂଗ୍ରେସ ସମୟରୁ ଲାଇନ୍ ତ ସବୁବେଳେ କଟୁଛି। ଗାଁ ଜାଣିଶୁଣି କଟଉଛନ୍ତି। ସେଥିପାଇଁ ଅପାରଗ ସରକାର ଚାଲିଛି। ସିଏ ଯଦି ଠିକ୍ ଭାବେ କଣ୍ଟ୍ରୋଲ କରନ୍ତେ କେବେ ଲାଇଟ୍ କଟା ବନ୍ଦ। ଆମର ବଳକା ଆମେ ବିହାରକୁ ଦେଉଛେ, ଆମେ ୱେଷ୍ଟବେଙ୍ଗଲକୁ ଦେଉଛେ, ଆମେ ଆନ୍ଧ୍ରାକୁ ଦେଉଛେ, ଆମର ବଢ଼ୁଛି। ତେଣୁ ବିଦ୍ୟୁତର ଆମର ସଙ୍କଟ ନାହିଁ। ଭଗବାନ କୃପାରୁ ଜାନକୀ ପଟ୍ଟନାୟକ ବୁଦ୍ଧିମାନ ଲୋକ ଷ୍ଟେବୁଲ୍ କରିଦେଇ ଯାଇଛନ୍ତି। ଏ ବର୍ଷ ହେଇଗଲାଣି। ପ୍ରତିଦିନ ଓଡ଼ିଶାରେ ନାରୀ ନିର୍ଯାତନା, ପ୍ରତିଦିନ ନାରୀଙ୍କ ହତ୍ୟା କରାହେଉଛି, ପ୍ରତିଦିନ ଚୋରି ବଢ଼ୁଛି, ପ୍ରତିଦିନ ନିଶାଖୋରମାନେ ବଢ଼ୁଛନ୍ତି, ପ୍ରତିଦିନ ଡକାୟତ ଚାଲିଛି, ଅରାଜକତା ଚାଲିଛି, ଚିଟିଂ ଚାଲିଛି।
କିଏ ଜମି ଦଲାଲ କଲାଣି, କିଏ କାହାକୁ ଠକିଲାଣି। ଗୋଟେ ମାନେ ଓଡ଼ିଶାରେ ନମ୍ବର 1 ପୋଜିସନ୍ ଏଇନା ଆଇନ ଶୃଙ୍ଖଳା ବିଶୃଙ୍ଖଳାରେ। ତେଣୁ ଏହାର ସମାଧାନ ହେବା ଉଚିତ। ମୋହନ ମାଝୀ ନିଜେ ହସ୍ତକ୍ଷେପ କର, ପୋଲିସ ବିଭାଗକୁ ଡାକି ଯିଏ ଗୋଟେ SP ସମ୍ମିଳନୀ କରି ଆଇନ କଡ଼ାକଡ଼ି କର, ତାହେଲେ ଭଲ ହେବ। ସାର୍ ଆଉ ଗୋଟେ ଜିନିଷ ହେଉଛି ବିଜେପି ଏବେ ଆପଣଙ୍କ ବିରୁଦ୍ଧରେ କାହିଁକି ଲାଗିଛି ଯେ ମହିଳା ବିଲ୍ ଆପଣ ପାସ୍ କରାଇଦେଲେନି ସେ ଯେଉଁ କିଏ ଅଲ୍ଲାଜିକ ନରେନ୍ଦ୍ର ମୋଦି ବିଜେପି କର୍ମଚାରୀ ମାନେ ଭଉଣୀମାନେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। 2012 ବିଲ୍ ପାସ୍ ହେଲାଣି। କାହିଁ ବସ୍ତ ରାଜ୍ୟ କ'ଣ ପାଇଁ ବସ୍ତର ତାମିଲନାଡ଼ୁ ଏବଂ କେରଳ ପଶ୍ଚିମବଙ୍ଗରେ ଭୋଟ୍ ହେଲେ ମହିଳା ଭୋଟ୍ ଆଦାରିବା ପାଇଁ 3 ଦିନିଆ ସ୍ପେଶାଲ ପାର୍ଲାମେଣ୍ଟ ଡାକି କରିଦେଲ। ଗଣତନ୍ତ୍ର ଭାରତ ଜନସାଧାରଣ ବଞ୍ଚେଇକି ରଖିଛନ୍ତି, ବଞ୍ଚେଇ ଦେଲେ। ଗୋଟା ଏକଛତ୍ରବାଦ ନରେନ୍ଦ୍ର ମୋଦି ସେ ଯାହା ଭାବିଥିଲା ମୁଁ ସବୁ କରିଦେବି, ଦେଖେଇ ଦେଲେ ଜନସାଧାରଣ ବିରୋଧୀ ଦଳ ନେତା। ଭାରତ ଗଣତନ୍ତ୍ର ବଞ୍ଚିଛି। ଆଜି ଲାଷ୍ଟ ଭୋଟିଂ ଅଛି ପଶ୍ଚିମବଙ୍ଗ, କ'ଣ ଆଶା ରଖିଛନ୍ତି ପଶ୍ଚିମବଙ୍ଗରେ ଜିତିକି ଅଛି ମମତା ବାନାର୍ଜୀ। ସେଠି MP MLA 400 ବିଜେପିର, ପ୍ରାୟ 23ଟା ମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍ ଟୋଟାଲ, ପ୍ରଧାନମନ୍ତ୍ରୀ ଆଦାନୀ ସବୁ କମ୍ପାନୀ ପଇସା ବହୁତ ଖର୍ଚ୍ଚ କରିଛନ୍ତି, ବହୁତ କଷ୍ଟ କରିଛନ୍ତି, ବହୁତ ବୁଲିଛନ୍ତି, ବହୁତ କରିଛନ୍ତି। କିନ୍ତୁ ଗୋଟାଏ ସେ ମମତା ବାନାର୍ଜୀ ଲୋକଙ୍କ ସେବା କରିଛି, ଲୋକଙ୍କୁ ଯୋଜନା ଦେଇଛି। ଲୋକ କହିଛନ୍ତି ଆମେ ବେଙ୍ଗଲୀମାନେ ସ୍ୱାଭିମାନୀ। ରବୀନ୍ଦ୍ରନାଥ ଠାକୁର, ନେତା ସୁଭାଷ ଚନ୍ଦ୍ର ବୋଷ ଆମର ହେଉଛନ୍ତି ମାନେ ପରମ ଗୁରୁ। ତାଙ୍କରି ଆଦର୍ଶରେ ଅଛୁ। ଆଉ ସବୁ ଚିହ୍ନକୁ ଆଡ଼େଇ ଦେବୁ, ମମତା ବାନାର୍ଜୀକି ଜିତେଇବୁ। କିନ୍ତୁ ଆପଣଙ୍କ ରାହୁଲ ଗାନ୍ଧୀ କିନ୍ତୁ ମମତା ବାନାର୍ଜୀକୁ ବର୍ଷିଛନ୍ତି। ସେ କ'ଣ କରନ୍ତୁ, କିନ୍ତୁ ଯାହା ମୁଁ ୱେଷ୍ଟବେଙ୍ଗଲ ଲୋକମାନେ କହୁଛନ୍ତି ସେ ଫେର ପୁନରାୟ ମୁଖ୍ୟମନ୍ତ୍ରୀ ହେଉଛି। କାରଣ ଏଭଳିଆ ଯେଉଁ କରାପ୍ଟ ପ୍ରାଇମ୍ ମିନିଷ୍ଟର, ଆକୁ ହଟେଇବା ଦରକାର। ତା'ର ଗର୍ବ ବଢ଼ିଯିବ। ଜନସାଧାରଣ ମାଇଣ୍ଡ ମେକଅପ୍ କରୁଛନ୍ତି। ଆଜି ଜୋରରେ ଏଇନା ମମତା ବାନାର୍ଜୀର ପରେ ଭୋଟ୍ ଚାଲିଛି, ଖବର ଆସିଲା। ବିଜେପି ଯେମିତି ଆପଣଙ୍କ ଉପରେ ଆଟାକ୍ କରୁଛି, ରାଲି କରୁଛି, ମଶାଲ ରାଲି କରୁଛି, ଆପଣ କାହିଁକି? ଆମର ପୁରା ଚାଲିଛି। ଆମର କାଲି ନାରୀ ହେବ। ଭକ୍ତଦାର ଧନ୍ୟବାଦ। ଆମେ ଯୁବ କଂଗ୍ରେସ କରିଥିଲୁ, ଛାତ୍ର କଂଗ୍ରେସ କରିଥିଲୁ, ଜନସାଧାରଣଙ୍କୁ ନେଇ କରିଥିଲୁ, ନାରୀ ମହିଳାଙ୍କୁ ନେଇ କରିବୁ। ଆମର ଚାଲିଛି ରେଗୁଲାର ବଢ଼ିଆ ରାଲି, ବଢ଼ିଆ ଗରଉ।